ମୋ ନାଁ ଅରୁଣ କୁମାର ସାହୁ, ବ୍ରହ୍ମପୁର ଗାନ୍ଧୀନଗର। ଆଉ ମୋର ସଂସ୍ଥା ଗୋଟେ ଅଛି ଯେଉଁଟାକି ଜନସମ୍ମାନ ଫାଉଣ୍ଡେସନ୍, ଯେଉଁଟାକି ଲେଡ଼ିଜ୍ମାନଙ୍କୁ ଯେଉଁ SHG ଗ୍ରୁପ୍ ଯେଉଁମାନେ କି ଯେଉଁ ଦେଉଛନ୍ତି, ଯେଉଁ ଗ୍ରୁପ୍ ବନେଇକି ସେମାନଙ୍କୁ ସ୍ୱାବଲମ୍ବୀ ବନେଇବା ପାଇଁ ଦେଉଛନ୍ତି, ସେମିତି ମୁଁ ମଧ୍ୟ ଜନସମ୍ମାନ ଫାଉଣ୍ଡେସନ୍ ତରଫରୁ ଗ୍ରୁପ୍ ଲେଡ଼ିଜ୍ମାନଙ୍କୁ ଗ୍ରୁପ୍ ଲୋନ୍ କରେଇକିରି ଲୋନ୍ ମୁଁ ଦେଉଛି ସେମାନଙ୍କୁ, ଯେଉଁଟାକି ଯେଉଁ ଲୋନ୍ ସେମାନେ ପଇସା ନେଇକିରି କି ଆଚାର କି ପାପଡ଼ କି କ'ଣ ତିଆରି କରିକିରି ନିଜ ଘର ଚଲେଇକିରି ଆଗକୁ ବଢ଼ୁଛନ୍ତି, ପିଲାମାନଙ୍କର ସ୍କୁଲ ଟ୍ୟୁସନ୍ ପଢ଼ାଉଛନ୍ତି ସେ ପଇସା ଇନକମ୍ କରିକିରି। ତାପରେ 200 ଗ୍ରୁପ୍ ଥିବେ ମୋର। ସମାଜ ପାଇଁ ତ ଅଲରେଡ଼ି ମୁଁ ଯେଉଁ ଜନସମ୍ମାନ ଫାଉଣ୍ଡେସନ୍ ହିଁ ହେଉଛି ଯେଉଁଟା ମହିଳାମାନଙ୍କୁ ଆଗକୁ ବଢ଼ାଇବା ପାଇଁ ହେଉଛି, ସଶକ୍ତିକରଣ ତାଙ୍କର ଆଗକୁ ବଢ଼ାଇବା ପାଇଁ ଜିନିଷ ଅଛି। ତ ଯଦି MLAରେ ଠିଆ ହେବାର ହେଇକିରି ଯଦି କାମ ଲୋକମାନେ ଯଦି ଜିତାନ୍ତି ତ ମୁଁ ସେ ଜିନିଷଟା ଅଧିକ କରିପାରିବି। ଲୋକମାନେ ଗରିବ ଲୋକମାନଙ୍କ ତଳ ଲେଭଲ୍ ଯାଇକିରି ସେମାନଙ୍କୁ ବହୁତ ସାହାଯ୍ୟ କରିପାରିବି। ଆପଣ ବିଜେପିର ଆସ୍ଥାୟୀ ବିଧାୟକ ହଁ, ଆଶାୟୀ ଥିଲି। ସେ ବିଷୟରେ କ'ଣ କହିବେ? ଆଶାୟୀ ଥିଲି। ବିଜେପିରେ ତ ମୁଁ ଗୋଟେ କାର୍ଯ୍ୟକର୍ତ୍ତା ଥିଲି, ବହୁତ କାମ ମଧ୍ୟ କରୁଛି। ଆଉ ବିଜେପିରେ ମଧ୍ୟ ସବୁ ଜାଣିଛନ୍ତି ମୋ ସବୁ। ଆଶାୟୀ ପ୍ରାର୍ଥୀରେ ଥିଲେ କ'ଣ ହେବ, ପାର୍ଟି ଯାକୁ ନିଷ୍ପତ୍ତି ଦେଲା, ମୋତେ ସେଥିରେ କିଛି ଦୁଃଖ ନାହିଁ। ବାକି ଆମର ଲୋକ ସଂଖ୍ୟା, ମୋର ଯେଉଁ ଅଛନ୍ତି, ଆମର ଲୋକ ସଂଖ୍ୟା ଯେଉଁ ହୃଦୟରେ ଯୋଡ଼ିଛନ୍ତି ବହୁତ ଲୋକ ଅଛନ୍ତି, ଯେଉଁଟାକି କହିଲେ କି ଆଜ୍ଞା ସେମାନେ କହିବା ଦ୍ୱାରା ମୋତେ କହିଲେ ଆଉ କେଉଁଟା ଆପଣ ଲଢ଼ନ୍ତୁ, କ'ଣ କରନ୍ତୁ, କହିବା ଲାଗି ମୁଁ ଠିକ୍ ଅଛି BSP ବହୁଜନ ସମାଜ ପାର୍ଟି, ଯେଉଁଟାକି ନ୍ୟାସନାଲ୍ ପାର୍ଟି ମଧ୍ୟ ସିଏ ହେଲେ ଆମର ଏପଟେ କିଛି ନାହିଁ। ମାତ୍ର ଆମେ ସେଇଟାକୁ କରିକି ଲୋକମାନଙ୍କର ଯେଉଁ ପରିଚିତ ମୋତେ ଦେଇଛନ୍ତି, ଆପଣ ଠିଆ ହୁଅନ୍ତୁ, ଆପଣଙ୍କୁ ଆମେ ଜିତେଇବୁ। ଯେଉଁ ଲେଡ଼ିଜ୍ ମାନେ ଯେଉଁ ଆମର ଯେଉଁ ଅଛନ୍ତି ସେ SHG ଯେଉଁ ଗ୍ରୁପ୍ କରୁଛନ୍ତି, ପ୍ଲସ୍ ମୋର ସାଙ୍ଗସାଥି ସବୁ ସାହିର ଯେତିକି ଅଛନ୍ତି ସବୁ ମୋତେ କହିଛନ୍ତି କି ଆପଣ ସାର୍ ଠିଆ ହୁଅନ୍ତୁ, ଆମେ ଆପଣଙ୍କ ପଛରେ ଅଛୁ। ଆଉ ମୁଁ ଜାଣିଛି ଯଦି ଭୋଟର ଯାହାକୁ ଚାହିଁବେ ସିଏ ଜିତିବ। ଅନୁଭବ ଯେମିତି ବିଜେପି ପାଇଁ ଯେଉଁ କର୍ମ କରୁଥିଲି ତାଠୁ ଏଇଟା ଆଉ ଟିକେ ଅଧିକ କରିବାକୁ ପଡ଼ିବ, କାହିଁକି ଆଙ୍କର ସଂଗଠନ ଟିକେ ଇଏ ଅଛି, ତାକୁ ବଢ଼େଇବାକୁ ପଡ଼ିବ। ଆଉ ବଢ଼େଇକିରି ସ୍ପିଡ୍ କରିବାକୁ ପଡ଼ିବ। ମୁଖ୍ୟ ମୁଦ୍ଦା କ'ଣ ରହିବ ନିର୍ବାଚନ? ମୁଖ୍ୟ ମୁଦ୍ଦା ହେଉଛି ଆମ ବ୍ରହ୍ମପୁରରେ ବହୁତ ଜିନିଷ ଯେଉଁଟା ହେଇନି, ଯେଉଁଟା ଏମିତି ନାହିଁ କି ଆମ ସରକାର କିଛି କରିଛି ବ୍ରହ୍ମପୁର ପାଇଁ, ମାତ୍ର ଯେଉଁଟା ହେବା କଥା ଏବେ ପର୍ଯ୍ୟନ୍ତ ସେଇଟା ହେଇନି, ସେଟାକୁ ପେଣ୍ଡିଂ ରହୁଛି। ଉପର ଲେଭେଲ୍ ଉପରେ ଯାଉଛନ୍ତି, ତଳ ଲୋକମାନେ ତଳ ଲେଭେଲ୍ରେ ଥାଉଛନ୍ତି, କିଛି ମିଳୁନି। ତ ମୁଁ ଚାହୁଁଛି କି ତଳରୁ କିନ୍ତୁ ଉପରକୁ ଜିନିଷ କରି ଆମେ ଯାଇକିରି ଆମେ ଆଗକୁ ବଢ଼ିବା। ଯଦି ଆମେ ଖାଲି ଉପର ଲେଭେଲ୍ ଦେଖିବା, ତଳ ଲେଭେଲ୍ କିଛି ଦେଖିବାନି ଲୋକମାନଙ୍କୁ, ତ ସେମାନେ ଉପରକୁ କେବେ ହେବନି ଜିନିଷ। ବ୍ରହ୍ମପୁର ମଧ୍ୟ, ଆଉ ବ୍ରହ୍ମପୁର ଏମିତି ଗୋଟେ ଜାଗା ଯିଏକି ଆମେ ଓଡ଼ିଶାର ସବୁଠୁ ଭଲ ବେପାର ଜାଗା ଆଉ ଟୁରିଜିମ୍ ଜାଗା, ମାନେ ସବୁ ଜିନିଷ ଅଛି ହେଇକିରି ମଧ୍ୟ ବ୍ରହ୍ମପୁର ନାଁ ଆଗକୁ ବଢ଼ୁନି ଜିନିଷରେ। ଆମର ଯଦି ଆମେ ଇଣ୍ଡଷ୍ଟ୍ରିଆଲ୍ ଯଦି ବ୍ରହ୍ମପୁର ଲଗାଇଲେ ମଧ୍ୟ ବହୁତ ଜିନିଷ, ପାଣି ଅଛି, ସବୁ ଜିନିଷ ଅଛି, ମାତ୍ର ଏଇଠି ଲାଗୁନି। ଆମର ଲୋକମାନେ ଯାଉଛନ୍ତି ବାହାରକୁ ଖଟିବା ପାଇଁ। ଯଦି ଆମର ସେ ଜିନିଷଟା ଆମେ ଯଦି ଗଞ୍ଜାମରେ ଆମେ କରିବା ତ ଆମର ଲୋକମାନେ କାହିଁ ବାହାରକୁ ଯିବେ? ତାପରେ ଆହୁରି ବହୁତ ଜିନିଷ ସେ ବି କହିଲେ ହେବନି। ମୋର ଯେତିକି ସଂଗଠନ, ମାନେ ମୋର ଯେତିକି ସାଙ୍ଗସାଥି ଆଉ ମୋର ଗ୍ରୁପ୍ ଆଉ ଝିଅମାନେ ଅଛନ୍ତି, ପ୍ଲସ୍ ଯେତେ ଆମର ବ୍ରହ୍ମପୁରର ବୁଦ୍ଧିଜୀବୀ ଅଛନ୍ତି ବ୍ୟକ୍ତି ଆଉ ଭାଇ ଓ ଭଉଣୀମାନେ, ସେମାନେ ମଧ୍ୟ ଜାଣିଛନ୍ତି ଆମେ କାହାକୁ ଦେଇକିରି ଜିତେଇଲେ ସେ ଲୋକ 5 ବର୍ଷ ଆମ ପାଖରେ ରହିବ, ଆମର ସାଥିରେ କାନ୍ଧରେ କାନ୍ଧ ମିଳେଇ କହିବ ତାଙ୍କୁ ହିଁ ଦେବେ। ତ ମୋ ଆଶା ଅଛି ବୁଦ୍ଧିଜୀବୀ ମାନେ କରିବେ ଯେଉଁଟା।